ମହାନ୍ତ ନ୍ୟୁଜରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ମୁଖ୍ୟ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବେ ଓ ଏହାକୁ ଲାଇକ୍ କରିବା ପାଇଁ ଭୁଲିବେ ନାହିଁ। ଏହା ଆମ ଭିଡ଼ିଓକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିଥାଏ। ଖବର ନମ୍ବର 1, ରାସନ ଦୁର୍ନୀତି ନେଇ ଡିଲରଙ୍କୁ ମନ୍ତ୍ରୀଙ୍କ ଚରମ ବାଣୀ। ଡିଲରଙ୍କୁ ମନ୍ତ୍ରୀଙ୍କ ଚରମ ବାଣୀ। ଖାଉଟିଙ୍କୁ ଭଲ ବ୍ୟବହାର ନ କଲେ ହେବ କାର୍ଯ୍ୟାନୁଷ୍ଠାନ। ପରିମାଣ କମ୍ ହେଲେ ଡିଲରଙ୍କୁ ହେବ ଜେଲ୍। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଡିଲରମାନଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି। 24 ବର୍ଷ ହେଲାଣି ସେମାନେ ଡିଲର ହୋଇ ଓଏସ୍ କରୁଛନ୍ତି। ସେମାନେ ପୂର୍ବରୁ ଥିବା ବସ୍ ପାଇଁ ଏମିତି ବ୍ୟବହାର କରୁଛନ୍ତି। ତାଙ୍କର ସେ ବସ୍ ଆଉ ନାହାନ୍ତି। ଯେଉଁ ଡିଲରଙ୍କ ବିରୋଧରେ ଅଭିଯୋଗ ଆସିବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ତାଙ୍କୁ ବାହାର କରି ନୂଆ ଡିଲର ଦିଆଯିବ। ଆମେ ଚାହୁଁଛୁ ଭଲ ଖାଉଟିଙ୍କୁ ବ୍ୟବହାର ସହ କ୍ୱାଲିଟି ରହୁ। ପରିମାଣ କମ୍ ରହିଲେ କନଜ୍ୟୁମର ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ସେମାନଙ୍କୁ ଫାଇନ୍ ସହ ଜେଲ୍ ମଧ୍ୟ ହୋଇପାରେ ବୋଲି କହିଛନ୍ତି ମନ୍ତ୍ରୀ। ଖବର ନମ୍ବର 2, ଭିତରକନିକା ଜାତୀୟ ଉଦ୍ୟାନ ନିକଟରୁ 114 ବଉଳା କୁମ୍ଭୀର ବସା ଚିହ୍ନଟ। ଭିତରକନିକା ଜାତୀୟ ଉଦ୍ୟାନରେ ନଦୀ ନାଳମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ 114ଟି ବସା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଭିତରକନିକା ଏସିଏଫ୍ ମାନସ କୁମାର ଦାସଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଭିତରକନିକାରେ ଥିବା ନଦୀ, ନାଳ ଓ ଜଙ୍ଗଲରେ କୁମ୍ଭୀରମାନଙ୍କର ବସା ଚିହ୍ନଟ କରୁଛନ୍ତି। ଏଥିସହ ଜୁଆର ମାଡ଼ି ଯାଇଥିବା କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରି କୃତ୍ରିମ ଉପାୟରେ ଛୁଆ ଫୁଟାଇବା ପାଇଁ ଡାଙ୍ଗମାଳ ସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଖବର ନମ୍ବର 3, 4 ମାସରେ ସର୍ବୋଚ୍ଚ ସ୍ତରରେ ମୁଦ୍ରାସ୍ଫୀତି ଜୁନ୍ରେ ବଢ଼ି 5.08%ରେ ପହଞ୍ଚିଲା। ଖାଦ୍ୟ ପଦାର୍ଥର ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ଯୋଗୁଁ ପୁଣି ଥରେ ମୁଦ୍ରାସ୍ଫୀତି ବଢ଼ିଛି। ଜୁନ୍ 2024ରେ ଖୁଚୁରା ମୁଦ୍ରାସ୍ଫୀତି 5.08%କୁ ବୃଦ୍ଧି ପାଇଛି। ଏହା ମେ ମାସରେ 4.80% ଥିଲା। ସେହିଭଳି ଜୁନ୍ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି 9.30% ଥିବାବେଳେ ଏହା ମେରେ 8.83% ଥିଲା। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରାଳୟ ପକ୍ଷରୁ ଏନେଇ ତଥ୍ୟ ଦିଆଯାଇଛି। ତଥ୍ୟ ଅନୁସାରେ ଖାଦ୍ୟ ପଦାର୍ଥ ଦାମ ବୃଦ୍ଧି ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି ଜୁନ୍ ମାସରେ 5.08% ରହିଛି। ଗତବର୍ଷ ଜୁନ୍ରେ ଖୁଚୁରା ମୁଦ୍ରାସ୍ଫୀତି 4.87% ରହିଥିଲା। ଖବର ନମ୍ବର 4, ଆସନ୍ତାକାଲି ପୁଣି ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା ସୋମବାର 15 ତାରିଖରେ ପୁଣି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ନିଜ ଅଭିଯୋଗ ପ୍ରକୋଷ୍ଠରେ ପୁଣି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ। ଉକ୍ତ ଦିନ ପୂର୍ବାହ୍ନ 11ଟାରୁ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ଏଥିଲାଗି ଇଚ୍ଛୁକ ଲୋକେ ସୋମବାର ସକାଳ 8ଟାରୁ 12ଟା ଯାଏଁ ନିଜ ନିଜର ନାମ ପଞ୍ଜୀକରଣ କରିପାରିବେ। ଖବର ନମ୍ବର 5, ବଦଳୁଛି ରାଜ୍ୟ ରାଜନୀତି। ଭାଜପାକୁ ସମର୍ଥନ କଲେ କଂଗ୍ରେସର 7 ବିଧାୟକ। ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଘଟୁଛି କହିଲେ ଚଳେ। ବିରୋଧୀ ଦଳ ମେଣ୍ଟ ମହାବିକାଶ ଅଘାଡ଼ି ପାଇଁ ଏବେ ଚିନ୍ତା ବଢ଼ିଛି। ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ 48ରୁ 30 ଲୋକସଭା ଆସନ ହାତେଇବା ପରେ ଦଳ ଏବେ କଂଗ୍ରେସର କିଛି ବିଧାୟକଙ୍କୁ ନେଇ ଅଡ଼ୁଆରେ ପଡ଼ିଛି। କାରଣ ବିଧାନ ପରିଷଦ ନିର୍ବାଚନରେ ହୋଇଥିବା ଭୋଟରେ କଂଗ୍ରେସର 7 ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି। ଭାରତୀୟ ଜନତା ପାର୍ଟିର ମେଣ୍ଟକୁ ଏମାନେ ସମର୍ଥନ ଜଣାଇଛନ୍ତି, ଯାହାକି ଏବେ ବିରୋଧୀଙ୍କ ଚିନ୍ତା ବଢ଼ାଇଛି। ଖବର ନମ୍ବର 6, ଏସ୍ପିଙ୍କ ଅଫିସକୁ ସରକାରୀ କାମରେ ଯାଇଥିଲେ ହୃଦଘାତରେ ଶିକାର ହେଲେ ପୋଲିସ ଏସ୍ଆଇ। ବାଲେଶ୍ୱର ଏସ୍ପିଙ୍କ ଅଫିସକୁ ସରକାରୀ କାମରେ ଯାଇଥିଲେ। କାମ ସାରି ନିଜର ଜଣେ ସମ୍ପର୍କୀୟଙ୍କ ବ୍ରତଘର କାମରେ ଯୋଗ ଦେଇଥାନ୍ତେ। ହେଲେ ଏସ୍ପି ଅଫିସରେ ହୃଦଘାତରେ ଶିକାର ହୋଇ ଆରପାରିକୁ ଚାଲିଯାଇଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅଧୀନସ୍ଥ କର୍ମୋଦ୍ଧା ଥାନାରେ କାର୍ଯ୍ୟରତ ପୁଲିସ ଏସ୍ଆଇ ରାଧା ଗୋବିନ୍ଦ ମଢୁଆଳ। ଖବର ନମ୍ବର 7, ମ୍ୟାଲେରିଆ ଆକ୍ରାନ୍ତରେ ରାୟଗଡ଼ା ଜିଲ୍ଲା 1 ନମ୍ବର। ମ୍ୟାଲେରିଆ ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ଯେତେ ଯୋଜନା କାର୍ଯ୍ୟକାରୀ କରାଗଲେ ମଧ୍ୟ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ହୋଇପାରୁନାହିଁ। ବରଂ ଦିନକୁ ଦିନ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମ୍ୟାଲେରିଆ ଆକ୍ରାନ୍ତରେ ଗତବର୍ଷଠାରୁ ରାଜ୍ୟରେ 1 ନମ୍ବର ସ୍ଥାନରେ ରହିଛି ରାୟଗଡ଼ା ଜିଲ୍ଲା। ଏହା ପୂର୍ବରୁ 2016 ଏବଂ 2017ରେ ରାୟଗଡ଼ା ଜିଲ୍ଲା ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାରେ ପ୍ରଥମ ସ୍ଥାନରେ ରହିଥିଲା। ସେହିଭଳି ରାଜ୍ୟରେ 2018ରେ ମ୍ୟାଲେରିଆ ଆକ୍ରାନ୍ତରେ ରାୟଗଡ଼ା ଜିଲ୍ଲା ପଞ୍ଚମ, 2019ରେ ଦ୍ୱିତୀୟ, 2020ରେ ତୃତୀୟ, 2021ରେ ଚତୁର୍ଥ, 2022ରେ ଦ୍ୱିତୀୟ ସ୍ଥାନରେ ରହିଥିଲା।
2022-23 ଭଳି 2023-24ରେ ମଧ୍ୟ ଜିଲ୍ଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟକୁ ଅନୁଧ୍ୟାନ କଲେ 2024 ଜାନୁଆରୀରୁ ଜୁନ୍ ଶେଷ ସୁଦ୍ଧା ରକ୍ତ ପରୀକ୍ଷା ହୋଇଥିବା 2,71,216 ଜଣଙ୍କ ମଧ୍ୟରୁ 3,712 ଜଣ ମ୍ୟାଲେରିଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। 2023 ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ 3,196 ଜଣ ମ୍ୟାଲେରିଆରେ ଆକ୍ରାନ୍ତ ଥିଲେ। ତେଣୁ ପ୍ରତିବର୍ଷ ଜିଲ୍ଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ମ୍ୟାଲେରିଆ ଆକ୍ରାନ୍ତରେ ରାୟଗଡ଼ା ଜିଲ୍ଲା ଚଳିତ ବର୍ଷ ମଧ୍ୟ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ଜିଲ୍ଲାରେ ରହିଥିବା 11 ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ତଥ୍ୟ ଅନୁଯାୟୀ ଜୁନ୍ରେ 56,991 ଜଣଙ୍କର ରକ୍ତ ପରୀକ୍ଷା ହୋଇଥିବା ବେଳେ ମୋଟ 1,204 ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖବର ନମ୍ବର 8। ଭାରତର ଜନସଂଖ୍ୟା 145 କୋଟି। 2085 ସୁଦ୍ଧା ଚୀନର 2 ଗୁଣ ହେବ। ମିଳିତ ଜାତିସଂଘ ପକ୍ଷରୁ ଶନିବାର ପ୍ରକାଶିତ ଆକଳନ ଅନୁଯାୟୀ 2100 ସୁଦ୍ଧା ଭାରତର ଜନସଂଖ୍ୟାରେ ହ୍ରାସ ଘଟି ଏହା 150 କୋଟି ହେବ, ଯାହା ଚୀନର ଜନସଂଖ୍ୟା ତୁଳନାରେ 2 ଗୁଣରୁ ଅଧିକ ହେବ। ତେବେ 2085ରେ ଭାରତର ଜନସଂଖ୍ୟା କ୍ଷେତ୍ରରେ ଏକ ବିପଜ୍ଜନକ ସ୍ଥିତିରେ ପହଞ୍ଚିବ, ଯେତେବେଳେ ଏହାର ଜନସଂଖ୍ୟା ଚୀନଠାରୁ 2 ଗୁଣ ହେବ। ଖବର ନମ୍ବର 9। ଆନ୍ଦୋଳନରେ ଚେତାବନୀ ପରେ ଟିକିରି ଷ୍ଟେସନରେ ଲାଗିଲା ଓଡ଼ିଆ ସୂଚନା ଫଳକ। କାଶୀପୁର ବ୍ଲକ ଟିକିରି ରେଳ ଷ୍ଟେସନରେ ଲଗାଯାଇଛି ଓଡ଼ିଆ ଭାଷାର ସୂଚନା ଫଳକ। ରେଳ ଷ୍ଟେସନରେ ଓଡ଼ିଆ ଭାଷାରେ ଲେଖାଥିବା ଟ୍ରେନ୍ ଚଳାଚଳ ସମୟ ସାରିଣୀ ଏବଂ ଭଡ଼ା ତାଲିକାରେ ସୂଚନା ଫଳକ ଲଗାଯିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା, କିନ୍ତୁ ରେଳ କର୍ତ୍ତୃପକ୍ଷ ଏହାକୁ ଏଡ଼ାଇ ଚାଲିଥିଲେ। ଫଳକ ଲଗାଇବା ପାଇଁ ଶେଷରେ ଅଞ୍ଚଳବାସୀ ଆନ୍ଦୋଳନର ଚେତାବନୀ ଦେବା ପରେ ଗତକାଲି ଷ୍ଟେସନରେ ଲାଗିଛି ସୂଚନା ଫଳକ। ଲୋକଙ୍କ ଦାବିକୁ ରେଳବାଇ ଗ୍ରହଣ କରି ଓଡ଼ିଆ ସୂଚନା ଫଳକ ଲଗାଇବାର ବ୍ୟବସ୍ଥା କରିଥିବାରୁ ଅଞ୍ଚଳବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଖବର ନମ୍ବର 10। ରାଜ୍ୟରେ କାର୍ଯ୍ୟକ୍ଷମ ହେବ ଆଉ 3ଟି ମେଡିକାଲ କଲେଜ। ରାଜ୍ୟରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଆଉ 3ଟି ମେଡିକାଲ କଲେଜ। ଯାଜପୁର ସମେତ କନ୍ଧମାଳ ଏବଂ ତାଳଚେରରେ କାର୍ଯ୍ୟକ୍ଷମ ହେବ ମେଡିକାଲ କଲେଜ। ଏନେଇ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯାଜପୁର କଲେଜ ପାଇଁ NMCଠୁ 50 ସିଟ୍ର ଅନୁମତି ଅଛି। ତା ସହିତ ଅନ୍ୟ 2ଟି ମେଡିକାଲ କଲେଜ ପାଇଁ ଆବେଦନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟରେ ଏବେ 11ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ଅଛି। ଖବର ନମ୍ବର 11। ଭାଙ୍ଗି ପଡ଼ିଲା ସ୍କୁଲ ଘର। 22 ଛାତ୍ରୀଙ୍କ ମୃତ୍ୟୁ। ଆଫ୍ରିକୀୟ ଦେଶ ନାଇଜେରିଆରେ ଏକ ସ୍କୁଲ କୋଠା ଭୁଶୁଡ଼ିବା ପରେ 22 ଜଣ ଛାତ୍ରଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ଶୁକ୍ରବାର ସକାଳେ ଉତ୍ତର ମଧ୍ୟ ନାଇଜେରିଆରେ ପିଲାମାନେ ଶ୍ରେଣୀରେ ଥିବାବେଳେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ଅଳିଆ ଆବର୍ଜନାରେ ଫସି ରହିଥିବା 100ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବାକୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଯେତେବେଳେ ଏହି ଦୁର୍ଘଟଣା ଘଟିଲା, ସ୍କୁଲ କୋଠା ଭୁଶୁଡ଼ିବା ପରେ ଛାତ୍ରମାନେ ସେଣ୍ଟସ୍ ଏକାଡେମୀ କଲେଜରେ ପହଞ୍ଚିଥିଲେ। ମୃତ୍ୟୁ ହୋଇଥିବା ଛାତ୍ରମାନଙ୍କ ବୟସ 15 ବର୍ଷରୁ କମ୍ ବୋଲି କୁହାଯାଉଛି। ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ସମୁଦାୟ କୋଠା ଭୁଶୁଡ଼ିବା ପରେ 154 ଜଣ ଛାତ୍ର ଆବର୍ଜନା ତଳେ ଫସି ରହିଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ 132 ଜଣ ଉଦ୍ଧାର ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ନମ୍ବର 11। ଆନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ୍। ସ୍ୱର୍ଣ୍ଣ ପଦକ ଜିତିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଲୁକା ରଥ ନିର୍ମାଣ କରି ଆନ୍ତର୍ଜାତୀୟ ପୁରସ୍କାର ଜିତିଲେ ଓଡ଼ିଶାର ପ୍ରଖ୍ୟାତ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ରୁଷିଆର ସାଂସ୍କୃତିକ ରାଜଧାନୀ ସେଣ୍ଟ ପିଟର୍ସବର୍ଗଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ୍ 2024ରେ ବିଜୟୀ ହୋଇ ଗୋଲ୍ଡେନ୍ ଷ୍ଟାଣ୍ଡ ମାଷ୍ଟର୍ସ ଆୱାର୍ଡ ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଶ୍ରୀ ପଟ୍ଟନାୟକ। ଆଇକନିକ୍ ପିଟର ଆଣ୍ଡ ପଲ୍ ଫଟୋ ସମ୍ମୁଖରେ 12 ଫୁଟ ଉଚ୍ଚ ବାଲୁକା କଳାରେ ରଥାରୂଢ଼ ଶ୍ରୀ ଜଗନ୍ନାଥ ଓ ଭକ୍ତ ବଳରାମ ଦାସଙ୍କୁ ପ୍ରଦର୍ଶିତ କରିଥିଲେ। ଜୁଲାଇ 4ରୁ 12 ତାରିଖ ପର୍ଯ୍ୟନ୍ତ ଆୟୋଜିତ ଚାମ୍ପିଅନସିପ୍ରେ ଏହି ପ୍ରତିଯୋଗିତାରେ ସାରା ବିଶ୍ୱର ବାଲୁକା କଳାର 21 ଜଣ ମାଷ୍ଟର ଆର୍ଟିଷ୍ଟ ଅଂଶଗ୍ରହଣ କରିଥିଲେ। ଭାରତରୁ ଶ୍ରୀ ପଟ୍ଟନାୟକ ଭାଗ ନେଇଥିଲେ। ପ୍ରତିଯୋଗିତାର ବିଷୟ ଇତିହାସ, ପୁରୁଣା ଓ ପୁରୀ କାହାଣୀ ଉପରେ ଆଧାରିତ ଥିଲା। ପୁରସ୍କାର ପାଇବା ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ବିଦେଶ ମାଟିରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଓ ତାଙ୍କ କାହାଣୀକୁ ନେଇ ବାଲୁକା କଳା ପ୍ରଦର୍ଶନ କରିବା ସ୍ୱପ୍ନ ଥିଲା।
ଯାହା ପୁରା ହୋଇଛି ଆଉ ସେଥିପାଇଁ ଏତେ ବଡ଼ ପୁରସ୍କାର ମିଳିଥିବାରୁ ଆହୁରି ଖୁସି ଦେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଶ୍ରୀ ପଟ୍ଟନାୟକଙ୍କ ପ୍ରତିଭା ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରତିଷ୍ଠା ଦେଇଥିବା ବେଳେ ସାରା ଓଡ଼ିଶାକୁ ଗର୍ବିତ କରିଛି। ଖବର ନମ୍ବର 13 ଆସନ୍ତାକାଲି ବାହୁଡ଼ା ଯାତ୍ରା ପୂର୍ବ ପ୍ରସ୍ତୁତି ପାଇଁ ରବିବାର ସନ୍ଧ୍ୟା 5ଟାରୁ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ। ଆସନ୍ତା ସୋମବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଏହାର ପୂର୍ବ ପ୍ରସ୍ତୁତି ପାଇଁ ଆସନ୍ତା 14 ତାରିଖ ରବିବାର ସନ୍ଧ୍ୟା 5ଟାରୁ ଆଡ଼ମଣ୍ଡପରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଏଣୁ ଧାର୍ଯ୍ୟ ଅବଧି ମଧ୍ୟରେ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ନବମୀ ଦର୍ଶନ କରିହେବ। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ନବଦିନାତ୍ମକ ଯାତ୍ରାରେ ମାଉସୀ ମା ମନ୍ଦିରକୁ ଆସିଛନ୍ତି ମହାପ୍ରଭୁ। ଖବର ନମ୍ବର 14 କେନ୍ଦ୍ରରେ ମୋଦି ସରକାର ଅଧିକ ଦିନ ଚାଲିବ ନାହିଁ ମମତା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଶିବସେନା ସଭାପତି ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ମୁମ୍ବାଇରେ ଥିବା ଉଦ୍ଧବ ଠାକରେଙ୍କ ବାସଭବନ ମାତଶ୍ରୀରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମମତା ବାନାର୍ଜୀ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମମତା କହିଛନ୍ତି ଯେ ଦେଶରେ ସର୍ବୋଚ୍ଚ ଜରୁରୀକାଳୀନ ପରିସ୍ଥିତି ମୋଦିଜୀଙ୍କ ସମୟରେ ଘଟିଛି। କେବେ ଏତଲା ଦାୟର ହେବ ତାହା କେହି ଜାଣନ୍ତି ନାହିଁ। ସେ ଜରୁରୀକାଳୀନ ପରିସ୍ଥିତିକୁ ସମର୍ଥନ କରନ୍ତି ନାହିଁ। ଏହି ସରକାର ସ୍ଥିର ନାହିଁ। ମମତା ବାନାର୍ଜୀ କହିଛନ୍ତି ଯେ କେନ୍ଦ୍ରରେ ମୋଦି ସରକାର ଅଧିକ ଦିନ ଚାଲିବ ନାହିଁ। ଖେଳ ଆରମ୍ଭ ହୋଇଯାଇଛି। ଖବର ନମ୍ବର 15 ସରକାରୀ ସ୍କୁଲ 3 ଦିନରେ ବାହାରିଲା 3 ଡଜନରୁ ଅଧିକ ବିଷାକ୍ତ ସାପ। 3 ଦିନ ମଧ୍ୟରେ ଏକ ସରକାରୀ ସ୍କୁଲରୁ 3 ଡଜନରୁ ଅଧିକ ବିଷାକ୍ତ ସାପଙ୍କୁ ଉଦ୍ଧାର କରାଯାଇଛି। ବିହାରର କୋଟିହରାରେ ଏପରି ଘଟଣା ଦେଖିବାକୁ ମିଳିଛି। ସ୍କୁଲର ଶିକ୍ଷକମାନେ ଏହି ସାପଗୁଡ଼ିକୁ ଉଦ୍ଧାର କରିଛନ୍ତି। ଫଳରେ ଏହି ଘଟଣାରେ ସ୍କୁଲର ଛାତ୍ରୀଛାତ୍ର ସମେତ ଶିକ୍ଷକମାନେ ମଧ୍ୟ ଭୟଭୀତ ହୋଇଛନ୍ତି। କୁହାଯାଉଛି କି ଲଗାତାର ବର୍ଷା ହେବା କାରଣରୁ ସାପମାନଙ୍କ ରହଣି ସ୍ଥାନରେ ପାଣି ପଶିଯାଇଥିବ। ସେହି କାରଣରୁ ସୁରକ୍ଷିତ ସ୍ଥାନ ଦେଖି ସାପଗୁଡ଼ିକ ସ୍କୁଲ ଭିତରକୁ ପଶି ଆସୁଛନ୍ତି। ଖବର ନମ୍ବର 16 ଯୁକ୍ତ 3 ପାଠ୍ୟକ୍ରମରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ। ସୂଚନା ଅନୁସାରେ ଯୁକ୍ତ 2 ଶିକ୍ଷା ଗ୍ରହଣ ପରେ କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପଢ଼ିବା ଲାଗି ଆଗ୍ରହ ପ୍ରକାଶ କରୁନାହାନ୍ତି। ରାଜ୍ୟରେ ଯୁକ୍ତ 3 2ଟି ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା 11 ତାରିଖରେ ଶେଷ ହୋଇଥିବା ବେଳେ 1,53,242 ସିଟ୍ ଖାଲି ପଡ଼ିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ରାଜ୍ୟର ସବୁ ଯୁକ୍ତ 3 ମହାବିଦ୍ୟାଳୟରେ ଯେତିକି ସିଟ୍ ଖାଲି ଅଛି ତାଠାରୁ ବହୁ କମ୍ ପିଲା ଏଥର ଆଡମିସନ ପାଇଁ ଆବେଦନ କରିଛନ୍ତି। ଖବର ନମ୍ବର 17 46ଟି ଟ୍ରେନରେ ଲଗାଗଲା 92ଟି ସାଧାରଣ ଶ୍ରେଣୀ କୋଚ୍। ଭାରତୀୟ ରେଳବାଇ ସାଧାରଣ ବର୍ଗର ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ 46ଟି ଟ୍ରେନରେ ଗୁରୁତ୍ୱପୂର୍ଣ୍ଣ ଦୀର୍ଘ ଦୂରତା ଅତିକ୍ରମ କରୁଥିବା ଟ୍ରେନରେ 92ଟି ନୂଆ ସାଧାରଣ ଶ୍ରେଣୀର କୋଚ୍ ଲଗାଇ କୋଚ୍ ସଂଖ୍ୟା ବୃଦ୍ଧି କରିଛି। ଏହା ବ୍ୟତୀତ ଅନ୍ୟ 22ଟି ଟ୍ରେନ୍କୁ ଚିହ୍ନଟ କରାଯାଇଛି ଏବଂ ଖୁବ୍ ଶୀଘ୍ର ସେଥିରେ ଅତିରିକ୍ତ ସାଧାରଣ ଶ୍ରେଣୀ କୋଚ୍ ଲଗାଇବାକୁ ଯୋଜନା କରାଯାଇଛି। ଖବର ନମ୍ବର 18 ପାକିସ୍ତାନକୁ $7 ବିଲିୟନ ଋଣ ଦେଲା IMF। ଦେବାଳିଆ ସ୍ଥିତିରେ ଥିବା ପାକିସ୍ତାନ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାକିସ୍ତାନକୁ $7 ବିଲିୟନ ବା 58,000 କୋଟି ଟଙ୍କାର ଋଣ ପ୍ରଦାନ କରିଛି। ଏହି ଋଣ ପାଇଁ ପାକିସ୍ତାନ ମାସ ମାସ ଧରି ଲଗାତାର ଅନୁରୋଧ କରି ଚାଲିଥିଲା। କିଛି ସପ୍ତାହ ତଳେ IMFର ଉଚ୍ଚସ୍ତରୀୟ କମିଟି ପାକିସ୍ତାନ ଗସ୍ତ କରି ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ। ଏବେ IMF ପାକିସ୍ତାନ ପାଇଁ $7 ବିଲିୟନ ଆମେରିକୀୟ ର ଋଣ ପ୍ୟାକେଜକୁ ଅନୁମୋଦନ କରିଛି। ତେବେ ଏଥିପାଇଁ ପାକିସ୍ତାନକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ। ଅର୍ଥନୈତିକ ଓ ଆର୍ଥିକ ସଂସ୍କାର ସହିତ ଟିକସ ଆଧାର ମଧ୍ୟ ବୃଦ୍ଧି କରିବାକୁ ପଡ଼ିବ। ସବସିଡିରେ ମଧ୍ୟ ସଂସ୍କାର ଆଣିବାକୁ ପଡ଼ିବ। ଖବର ନମ୍ବର 19 ଜାମ୍ମୁ କାଶ୍ମୀରକୁ ନେଇ କେନ୍ଦ୍ରର ବଡ଼ ଯୋଜନା। କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରକୁ ଦିଲ୍ଲୀ କେନ୍ଦ୍ରଶାସିତ ପ୍ରଦେଶ ଭଳି ସାମ୍ବିଧାନିକ ଅଧିକାର ଦେବାକୁ ପ୍ରସ୍ତୁତି କରୁଛନ୍ତି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳଙ୍କୁ ଦିଲ୍ଲୀ ଏଲ୍ଜିଙ୍କ ଭଳି ପ୍ରଶାସନିକ ଶକ୍ତି ମିଳିବ। ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନା ଅନୁମତିରେ ଅଧିକାରୀଙ୍କୁ ନିଯୁକ୍ତି ଓ ଟ୍ରାନ୍ସଫର କରିପାରିବେ ନାହିଁ। ଗୃହ ମନ୍ତ୍ରାଳୟ ଜାମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ 2019ର ଧାରା 55 ଅନୁଯାୟୀ ସଂଶୋଧିତ ନିୟମରୁ ସୂଚିତ କରାଯାଇଛି, ଯେଉଁଥିରେ ଏଲ୍ଜିଙ୍କ ଶକ୍ତି ବୃଦ୍ଧି ଧାରା ସାମିଲ ରହିଛି। ଜାମ୍ମୁ କାଶ୍ମୀର ପୁନର୍ଗଠନ ପରେ ଏଯାଏଁ ସେଠାରେ ବିଧାନସଭା ନିର୍ବାଚନ ହୋଇନାହିଁ। ଏବେ ଆଗକୁ ବିଧାନସଭା ନିର୍ବାଚନ ରହିଥିବା ବେଳେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛନ୍ତି। ବିଧାନସଭା ନିର୍ବାଚନ ପରେ ସରକାର ଗଠନ ବେଳେ ଉପରାଜ୍ୟପାଳଙ୍କ ଶକ୍ତି ଅଧିକ ରହିବ। ଏହି ସବୁ ପ୍ରଶାସନିକ ଶକ୍ତି ଦିଲ୍ଲୀ ଭଳି କାର୍ଯ୍ୟକାରୀ କରିବେ ଜାମ୍ମୁ କାଶ୍ମୀର ଏଲ୍ଜି। ଖବର ନମ୍ବର 20 ପାରଳା ରାଜପ୍ରସାଦ ଭଳି ଦେଖାଯିବ ପାରଳା ଖେମଣ୍ଡି ରେଳ ଷ୍ଟେସନ। ଐତିହାସିକ ପାରଳା ଖେମଣ୍ଡି ରେଳ ଷ୍ଟେସନର ଚାଲିଛି ଉନ୍ନତିକରଣ କାମ।
ଯାତ୍ରୀଙ୍କ ସୁବିଧା ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରେଳବାଇ କର୍ତ୍ତୃପକ୍ଷ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ରେଳ ଷ୍ଟେସନକୁ ପାରଳା ରାଜପ୍ରସାଦର ସଦୃଶ୍ୟ କରିବାକୁ ଉଦ୍ୟମ କରାଯାଉଛି। ପ୍ରଥମ ରେଳ ଚଳାଚଳ ସମୟରେ ବ୍ୟବହୃତ କୋଇଲା ରେଳ ଇଞ୍ଜିନର ଏକ ପ୍ରତିକୃତି ମଧ୍ୟ ସ୍ଥାପନ କରାଯାଇଛି। ଷ୍ଟେସନ ସୌନ୍ଦର୍ଯ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ମୁଖ୍ୟ ଦ୍ୱାର ସମ୍ମୁଖରେ ସ୍ଥାପନ କରାଯାଇଛି। ରେଳବାଇର ଏଭଳି ପଦକ୍ଷେପ ଯୋଗୁଁ ଇତିହାସ ପୁନର୍ଜୀବିତ ହୋଇପାରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ନୂଆ ରୂପରେ ଯାତ୍ରୀଙ୍କୁ ସ୍ୱାଗତ କରିବ ପାରଳା ଖେମନ୍ଦୀ ଷ୍ଟେସନ। ଅମୃତ ଭାରତ ଯୋଜନାରେ ଷ୍ଟେସନର ଉନ୍ନତିକରଣ କାମ ଜାରି ରହିଛି। ପାରଳା ରାଜପ୍ରସାଦର ଭଳି ରେଳ ଷ୍ଟେସନର ପରିପାଟି କରାଯାଉଛି। ରେଳ ଚଳାଚଳରେ ବ୍ୟବହୃତ କୋଇଲା ଇଞ୍ଜିନର ପ୍ରତିକୃତିକୁ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ରଖି ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଉଦ୍ୟମ କରାଯାଇଛି। ଏହି ପ୍ରତିକୃତି ଇଞ୍ଜିନ ନିର୍ମାଣ ପାଇଁ ପ୍ରାୟ 3 ମାସ ସମୟ ଲାଗିଥିବା ବେଳେ 16 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ରେଳବାଇ ଅଧିକାରୀ କହିଛନ୍ତି। ଖବର ନମ୍ବର 21 ମହିଳା ଏସିଆ କପ୍ ବିନା ଟିକେଟରେ ଷ୍ଟାଡିୟମକୁ ଯାଇପାରିବେ ଦର୍ଶକ। ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ମହିଳା ଟି20 ଏସିଆ କପ୍। ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦର୍ଶକଙ୍କ ପାଇଁ ହୋଇଛି ବଡ଼ ଘୋଷଣା। ଟୁର୍ଣ୍ଣାମେଣ୍ଟକୁ ଟିକେଟ ମୁକ୍ତ କରିଛି ଶ୍ରୀଲଙ୍କା କ୍ରିକେଟ। ଦର୍ଶକମାନେ ବିନା ଟିକେଟରେ ଷ୍ଟାଡିୟମ ଭିତରକୁ ଯାଇ ମ୍ୟାଚ୍ ମଜା ଉଠାଇ ପାରିବେ। ଦର୍ଶକଙ୍କ ପାଇଁ ମାଗଣା ପ୍ରବେଶର ବ୍ୟବସ୍ଥା କରାଯାଇଛି। ମହିଳା କ୍ରିକେଟକୁ ଦେଶରେ ଅଧିକ ଲୋକପ୍ରିୟ ଓ ଟୁର୍ଣ୍ଣାମେଣ୍ଟରେ ଅଧିକ ଭିଡ଼ ସୃଷ୍ଟି କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଖବର ନମ୍ବର 22 ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଉଦ୍ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ। କଟକର ଏକ ଘରୋଇ ନର୍ସିଂହୋମରେ ନିଆଁ ଲାଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ରୋଗୀମାନଙ୍କ ଜୀବନ ବଞ୍ଚାଉଥିବା ସଂସ୍ଥା ଏସବୁ ବିଷୟ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ। ଅନ୍ୟପଟେ ଚିକିତ୍ସିତ ରୋଗୀମାନଙ୍କୁ ଯଥାଶୀଘ୍ର ଅନ୍ୟାନ୍ୟ ଚିକିତ୍ସାଳୟକୁ ନେଇ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ସେ ସ୍ୱାସ୍ଥ୍ୟ ସଚିବ ଓ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନି ନିରାପତ୍ତା ଜନିତ ସମସ୍ତ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ସେ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖବର ନମ୍ବର 23 କିମ୍ଙ୍କ ନରସଂହାର 30 ସ୍କୁଲ ପିଲାଙ୍କୁ ଗୁଳି କରି ହତ୍ୟା। ଉତ୍ତର କୋରିଆରେ ଏକ ନରସଂହାର ଘଟିଛି। ଏକଛତ୍ରବାଦୀ ଶାସକ କିମ୍ ଜong ଉନ୍ଙ୍କ ନିର୍ଦ୍ଦେଶରେ 30 ଜଣ ସ୍କୁଲ ପିଲାଙ୍କୁ ସର୍ବସାଧାରଣରେ ଠିଆ କରାଇ ଗୁଳି କରାଯାଇଛି। ସେମାନେ ଦକ୍ଷିଣ କୋରିଆର ଡ୍ରାମା ଦେଖିବାରେ ଭୁଲ କରିଥିଲେ। ଦକ୍ଷିଣ କୋରିଆର ନ୍ୟୁଜ୍ ଏଜେନ୍ସି ଆଉଟଲେଟ୍ ଚସୁନ୍ ଟିଭି ଏବଂ କୋରିଆ ଜଙ୍ଗ ଆଙ୍ଗ ଡେଲି ଅନୁଯାୟୀ ଗତ ସପ୍ତାହରେ 30 ମାଧ୍ୟମିକ ବିଦ୍ୟାଳୟର ପିଲାଙ୍କୁ ସର୍ବସାଧାରଣରେ ହତ୍ୟା କରାଯାଇଛି। ଦକ୍ଷିଣ କୋରିଆର ଅଧିକାରୀମାନେ ଏହି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି। କିନ୍ତୁ କୋରିଆର ଜଙ୍ଗ ଆଙ୍ଗ ଡେଲି ଅନୁଯାୟୀ ଦକ୍ଷିଣ କୋରିଆ ମନ୍ତ୍ରାଳୟର ଜଣେ ଅଧିକାରୀ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। ଖବର ନମ୍ବର 24 2031 ସୁଦ୍ଧା ଦ୍ୱିତୀୟ ବୃହତ ଅର୍ଥନୀତି ପାଲଟିବ ଭାରତ। 2060 ବେଳକୁ ସର୍ବବୃହତ ଅର୍ଥବ୍ୟବସ୍ଥା। 2031 ସୁଦ୍ଧା ଭାରତ ବିଶ୍ୱର ଦ୍ୱିତୀୟ ବୃହତ ଅର୍ଥନୀତି। 2060 ସୁଦ୍ଧା ସର୍ବବୃହତ ଅର୍ଥବ୍ୟବସ୍ଥା ବିଶିଷ୍ଟ ରାଷ୍ଟ୍ର ପାଲଟିପାରେ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଡିପୁଟି ଗଭର୍ଣ୍ଣର ମାଇକେଲ ଡି ପାତ୍ର ଆକଳନ କରିଛନ୍ତି। ଖବର ନମ୍ବର 25 ଝାରସୁଗୁଡ଼ା ଆସନକୁ ନେଇ ଥମୁନି ବିବାଦ। ହାଇକୋର୍ଟର ଦ୍ୱାରସ୍ଥ ହେଲେ ଦୀପାଲି ଦାସ। ଚର୍ଚ୍ଚାର ବିଷୟ ପାଲଟିଛି ଝାରସୁଗୁଡ଼ା ଆସନ। କାରଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ବିଧାୟିକା ଦୀପାଲି ଦାସ। ଝାରସୁଗୁଡ଼ା ବିଧାନସଭା ନିର୍ବାଚନକୁ ନେଇ ପିଟିସନ ଦାଖଲ କରିଛନ୍ତି। ବିଧାୟକ ଟଙ୍କଧର ତ୍ରିପାଠୀ ବିଜୟକୁ ଅସିଦ୍ଧ ଘୋଷଣା ପାଇଁ ଆବେଦନ କରିଛନ୍ତି। ନାମାଙ୍କନରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇଥିବା ପିଟିସନରେ ଦର୍ଶାଇଥିବା ଅଭିଯୋଗ ରହିଛି। ଅପରାଧିକ ମାମଲା ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି। ଖବର ନମ୍ବର 26 ସିରିଜ ଜିତିଲା ଟିମ୍ ଇଣ୍ଡିଆ। ଯଶସ୍ୱୀ ଗିଲଙ୍କ ଧୂଆଁଧାର ବ୍ୟାଟିଂ। ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା 5 ଟିକିଆ ଟି20 ମ୍ୟାଚ୍ର ଚତୁର୍ଥ ଟି20 ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଜିମ୍ବାୱେକୁ ୱିକେଟ୍ରେ ପରାଜିତ କରି ସିରିଜ ବିଜୟୀ ହୋଇଛି। ପଞ୍ଚମ ଟି20ରେ ଟିମ୍ ଇଣ୍ଡିଆର ବିଜୟ ଅବା ପରାଜୟ ସିରିଜ ବିଜୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଟିମ୍ ଇଣ୍ଡିଆ 15.2 ଓଭରରେ କୌଣସି ୱିକେଟ୍ ନ ହରାଇ 156 ରନ୍ କରିଥିଲା।